ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସତ୍ୟଜିତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଶିକ୍ଷା ବିଭାଗ ତରଫରୁ ସିଆରସିସି ମହେନ୍ଦ୍ର କୁମାର ଆଚାର୍ଯ୍ୟ, ସ୍ୱାସ୍ଥ୍ୟ ବିଭାଗରୁ ସ୍ମିତାରାଣୀ ଦଳାଇ ଏବଂ ପ୍ରେମଲତା ମହାପାତ୍ର, ମିଶନ ଶକ୍ତି ସଂଯୋଜିକା କଳ୍ପନା ଦଳାଇଙ୍କ ସମେତ କୃଷି ବିଭାଗ, ମତ୍ସ୍ୟ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗର ଅଧିକାରୀ ଏବଂ ଅଙ୍ଗନବାଡି ସୁପରଭାଇଜର ପ୍ରମୁଖ ଯୋଗଦେଇ ନିଜ ନିଜ ବିଭାଗ ମାଧ୍ୟମରେ ମିଳୁଥିବା ସରକାରୀ ସୁବିଧା ଏବଂ ତାର ଉପାଦେୟତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସଭା ଆରମ୍ଭରେ ସରପଞ୍ଚ ରୀନାବାଳା ମଲ୍ଲିକ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବୋଧିତ କରିଥିଲେ। ଏହି ଅବସରରେ ପଞ୍ଚାୟତର ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ସଭ୍ୟାମାନଙ୍କ ସହିତ ପଞ୍ଚାୟତର କିଛି ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପରେ ପରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଙ୍ଗୀତ ଏବଂ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସଚେତନତା ଶିବିରରେ ପୂର୍ବତନ ସରପଞ୍ଚ ବିକ୍ରମ କେଶରୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସରପଞ୍ଚ ରୀନାବାଳା ମଲ୍ଲିକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଉମାଶଙ୍କର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଜଗତସିଂହପୁରରୁ ପ୍ରମୋଦ ମଲ୍ଲିକଙ୍କ ରିପୋର୍ଟ, ଓଡ଼ିଶା ସମାଚାର ଲାଇଭ। ଅଭିମୁଖେ ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ପ୍ରସ୍ତୁତ ହୋଇଥିଲା। ଏହି ଶିବିରରେ ଏଗ୍ରିକଲଚର, ହର୍ଟିକଲଚର, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡ଼ିକରେ ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଂ ଭିତ୍ତିର ଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରୀକରଣ, ଏହି କାର୍ଯ୍ୟକ୍ରମ ଗୁଡ଼ିକ ପଞ୍ଚାୟତ ସ୍ତରରେ ଉପଲବ୍ଧି କରାଯାଇଥିଲା। ଏହି ଅବସରରେ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଯେତେବେଳେ ଆମେ ବା ସରକାରଙ୍କ ଦ୍ୱାରା ଉପକୃତ ହେଉ ସେତେବେଳେ ଆମ ମୁହଁରୁ ହସ ଧରେ। ଏ ଯେଉଁ ପେଟକୁ ମୁଠାଏ ଖାଇବା ଆଉ ଓଠରେ ଯେଉଁ ହସ ନବୀନ ପଟ୍ଟନାୟକ ଦେଇଛନ୍ତି। ତେଣୁ ଆଜିର ସମଗ୍ର କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଯେଉଁ କାର୍ଯ୍ୟକ୍ରମ ଚାଲିଛି ଏଇଟା ନବୀନ ପଟ୍ଟନାୟକଙ୍କର ଏକ ମାନସିକ ଶକ୍ତି ଏବଂ ପ୍ରତ୍ୟେକ ପ୍ରଶାସନ ଆଜି ଜାଗ୍ରତ। ତେଣୁ ଆମେ ସମସ୍ତ ମୁହଁରେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ହସ ଦେଖିବା ପାଇଁ ଚାହିଁଛନ୍ତି। ଧନ୍ୟବାଦ। ଆମର ପ୍ରତ୍ୟେକ ଡିପାର୍ଟମେଣ୍ଟ ଯେଉଁ ଡିପାର୍ଟମେଣ୍ଟ ସବୁ ଅଛି, ପଞ୍ଚାୟତ ରାଜ ଡିପାର୍ଟମେଣ୍ଟ, ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ, ହେଲ୍ଥ ଡିପାର୍ଟମେଣ୍ଟ ଏବଂ ଆମର ଯେତେ ଲାଇନ୍ ଡିପାର୍ଟମେଣ୍ଟ ଅଛି ସବୁ ତାର ତର୍ଜମା କରାଗଲା। କ'ଣ କ'ଣ ସବୁ କାର୍ଯ୍ୟକ୍ରମ ଜନହିତକର କାର୍ଯ୍ୟକ୍ରମ ଚାଲିଛି ତାର ତନ ତନକିରି ଆଜି ଆଲୋଚନା କରି ଆମର ଯେଉଁମାନେ ଅଛନ୍ତି ସରକାରୀ କର୍ମଚାରୀମାନେ ଆଜି ଲୋକମାନଙ୍କୁ ବୁଝାଇଥିଲେ। ଏଇଟା ହେଉଛି ଗୋଟେ ଯୁଗାନ୍ତକାରୀ ପଦକ୍ଷେପ। राज्य सरकार एटा गोटे प्रयास जे राज्य सरकार द्वारा जहाँ आम ओडिशा नवीन ओडिशा कार्यक्रम अधीन सरकार जो लोकाभिमुखी योजना पंचायत स्तर में कार्यकारी होची ताकू लोक मान पाखे केमती वार्ता पहुँचेबा, योजना को भलसे लोक मान बुझेबा, कहवा लोक मान सरकार उद्देश्य विषय वार्ता दवा, यहीटा ही बड़ उद्देश्य राज्य सरकार। आज प्रथम थर फास्ट पंचायत हिसाब से आम आम्बेरी ग्राम पंचायत तीर्तोल ब्लॉक अधीन नहीं कार्यक्रम बहुत लोक पार्टिसिपेट करने कहला। लोक पखापाखि 1000-1500 लोक गैदर होते एवं कार्यक्रम लोक मानक आमर विभिन्न विभाग अधिकारी मैंने आसिकी कार्यक्रम संबंध में कही। प्रोग्राम बहुत भल था, लोकंर कोऑपरेशन एवं लोकंर जो आम सहित ये थिला कोऑपरेशन बहुत भल था।